ବିଜେଡି ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର। ଗୋଟାଇ ଗୋଟାଇ ଧରିଲେ ଗାଁ ଲୋକେ। ବିଜେଡି ମନ୍ତ୍ରୀ ନାବାଳକକୁ ଧକ୍କା କରି ପଳାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଗାଁ ଲୋକଙ୍କ ହାତରେ ସେ ହାବୁଡ଼େ ପଡ଼ିଗଲେ। ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର। ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର ଆହତ ହୋଇଛି। ରାୟଗଡ଼ା କଲ୍ୟାଣ ସିଂହପୁର ବେଲକଣା ନିକଟରେ ଦୁର୍ଘଟଣା ଘଟିଛି। ଧକ୍କା ଦେଇ ଘଟଣାସ୍ଥଳରୁ ପଳାଉଥିବା ବେଳେ ମନ୍ତ୍ରୀଙ୍କ ଗାଡ଼ିର ପିଛା କରିଥିଲେ ଲୋକେ। ଘଟଣାସ୍ଥଳଠୁ କିଛି ଦୂରରେ ବାଇକରେ ଗୋଡ଼ାଇ ଗୋଡ଼ାଇ ମନ୍ତ୍ରୀକୁ ଅଟକାଇଥିଲେ। ପରେ ଆହତ ନାବାଳିକାକୁ ମନ୍ତ୍ରୀ ନିଜ ଗାଡ଼ିରେ ଡାକ୍ତରଖାନା ନେଇଛନ୍ତି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାବାଳିକାକୁ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ନାବାଳକ ବିପଦମୁକ୍ତ ଥିବା ଜଣାପଡ଼ିଛି। ଆହତ ନାବାଳକ ଘର ବିଷମ କଟକରେ। ସେ ବେଲକଣାରେ ଥିବା ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। କିନ୍ତୁ ଏହି ଦୁର୍ଘଟଣାରୁ ଗୋଟିଏ କଥା ଜଣାପଡ଼ୁଛି ଯେ କେମିତି ବିଜେଡି ମନ୍ତ୍ରୀ ଜଣକୁ ଧକ୍କା କରି ପଳାଇ ଯାଉଥିଲେ। ଏହି ଦୁର୍ଘଟଣା ପରେ ବିରୋଧୀ ଦଳ ବିରୋଧ କରିଛନ୍ତି।